ସୋଗୋର ଗ୍ରାମରେ ବାହୁଡ଼ା ଯାତ୍ରା ପାଳିତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗୋର ଗ୍ରାମରେ ଧୁମଧାମରେ ପବିତ୍ର ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି। ପ୍ରାତରୁ ମଙ୍ଗଳ ଆରତୀ, ଦ୍ୱାରପାଳ ପୂଜା ଓ ଠାକୁରଙ୍କ ମହାସ୍ନାନ ପରେ ତୁଳସୀ ହାର ଓ ଫୁଲହାରରେ ସୁସଜ୍ଜିତ କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ରଥ ଉପରେ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ କୁମାର ତ୍ରିପାଠୀ ଛେରା ପହଁରା କରିଥିଲେ। ପରେ ଚନ୍ଦନ ପାଣି ଓ ପଞ୍ଚାମୃତ ସିଞ୍ଚନ କରାଯାଇଥିଲା। ଦିନ ପ୍ରାୟ 2ଟା ସମୟରେ ପ୍ରଥମେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରାୟ 5ଟା ସମୟରେ ରଥ ମନ୍ଦିରରେ ପହଞ୍ଚିଥିଲା। ମନ୍ଦିରର କମିଟି ଓ ଜିମାଦାର ବିଶ୍ୱନାଥ ଭୂତିଆ ଓ ଶ୍ରୀକାନ୍ତ ଭୂତିଆଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି ବାହୁଡ଼ା ଯାତ୍ରାଟି ସମ୍ପୂର୍ଣ୍ଣ ହୋଇଥିଲା।